ଦେଖନ୍ତୁ ଆଜ୍ଞା, ଆମେ ଆଜି ରାମପୁର ତହସିଲ ଅଫିସକୁ ଆସିଥିଲୁ ଏବଂ ମୋଟାମୋଟି ଭାବରେ କହିବାକୁ ଗଲେ ତହସିଲଦାର ମହୋଦୟକୁ ଆମେ ଲିଖିତ ହିସାବରେ ଜଣାଇଛୁ ଯେ ଦୀର୍ଘ ଦିନରୁ ଆମେ ଯେତେବେଳେ ଆମର ପଣକିଟାଲ ମୌଜାର ଗୋଚର ଜମିରେ ଜଣେ ବାହାର ଜିଲ୍ଲାର ବ୍ୟକ୍ତି ଆସିକି ସେ ଗୋଚର ଜମିକୁ ଜବରଦଖଲ କରି ରହିଛି ଦୀର୍ଘ 2022 ମସିହାରୁ ଏପର୍ଯ୍ୟନ୍ତ। ତ ସେଠାରେ ଅନେକ ପିଚୁ ପ୍ଲାଣ୍ଟ ଗୁଡ଼ାକ ରହିଛି। ସେ ପିଚୁ ପ୍ଲାଣ୍ଟରୁ ଧୂଆଁ ଯାଇକି ବସ୍ତି ବାସିନ୍ଦାମାନଙ୍କୁ ଅନେକ ପ୍ରକାର ପ୍ରଭାବ ପକାଉଛି ଏବଂ ମେଟାଲ ଗେଟି ବାଲି ସବୁ ରଖିକି ସେଟା ଗୋଟେ ପ୍ରକାର ସେ ଗୋଚର ଜମିର ସତ୍ତା ଏବଂ ପରିଚୟକୁ ସମ୍ପୂର୍ଣ୍ଣ ରୂପେ ସେ ହରାଇବାକୁ ଚେଷ୍ଟା କରୁଛି। ତ ଏ ପରିପ୍ରେକ୍ଷୀରେ ଆମେ ଦୀର୍ଘ ଦିନରୁ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ସେ ଉଚ୍ଛେଦ ଏପର୍ଯ୍ୟନ୍ତ ହୋଇପାରି ନାହିଁ। ତ ଆଜି ଆମେ ଗାଁ ତରଫରୁ କିଛି ସଚେତନ ନାଗରିକ ତହସିଲଦାରଙ୍କୁ ଲିଖିତ ହିସାବରେ ଜଣାଇଛୁ ଯେ ଏହାର ଉଚ୍ଛେଦ 7 ଦିନ ଭିତରେ କରାଯାଉ। ଯଦି 7 ଦିନ ଭିତରେ ଉଚ୍ଛେଦ କରା ନଯାଏ ତାହେଲେ ଆମେ ଆପଣଙ୍କର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବୁ, ଏ ପ୍ରକାର ମଧ୍ୟ ଲିଖିତ ହିସାବରେ ଜଣାଇଛୁ। ଏବଂ ଆମେ ସ୍ପଷ୍ଟ ଭାବରେ ଆପଣଙ୍କର ଗଣମାଧ୍ୟମ ସାମ୍ନାରେ କହିବାକୁ ଚାହୁଁଛୁ 7 ଦିନ ଭିତରେ ଯଦି ପ୍ରଶାସନ ଆମ ଗୋଚର ଜମିର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନ କରନ୍ତି ଏବଂ ଉଚ୍ଛେଦ ନ କରନ୍ତି ତାହେଲେ ଆମେ 24/2/2025ରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବୁ। ତାପରେ 31/7/2024 ଆସିଥିଲା। ଯଦି 30 ଦିନ ଭିତରେ ସବୁ ଆପଣଙ୍କର ଇଏ ସବୁ ଅନୁଦାନ ଯିବ ତାହେଲେ ଆମେ ବାଜ୍ୟାପ୍ତ କରାଯିବ ତହସିଲ ଅଫିସରୁ। এটা ইলিগাল না লিগাল স্যার? এটা